କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକର ଦାମୋଦର ଗ୍ରାମ ପଞ୍ଚାୟତର ଆମର ଏ ଗୋଟେ ସମାଜସେବୀ ରାଜନେତା କର୍ମଚାରୀ ଆସ ଆମ ତାଙ୍କଠାରୁ ପଚାରି ବୁଝିବା। ଆପଣଙ୍କୁ ଆୱାଜ ତରଫରୁ ସ୍ୱାଗତ। ଆଜ୍ଞା, ଜୟ ଜଗନ୍ନାଥ, ଜୟ ଶ୍ରୀରାମ। ମୁଁ ବସନ୍ତ ନାଥ, ଏ ଦାମୋଦର ଗ୍ରାମ ପଞ୍ଚାୟତର ଆଜିର ମା ବାସନ୍ତୀଙ୍କର ନବମୀ ତଥା ଶ୍ରୀରାମଚନ୍ଦ୍ରଙ୍କର ନବମୀ ଉପଲକ୍ଷେ ସମଗ୍ର ବିଶ୍ୱ ତଥା ଆମ ରାଜ୍ୟ ଏବଂ ପଞ୍ଚାୟତବାସୀମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି। এই বাসন্তী দুর্গা পূজা কেতে বর্ষ ହେଲା ଆରମ୍ଭ ହେଲାଣି ଏବଂ ଏଇ ବାସନ୍ତୀ ଦୁର୍ଗା ପୂଜା କାର୍ଯ୍ୟକ୍ରମ କ'ଣ କ'ଣ ସବୁ ହୁଏ ସେ ବିଷୟରେ ସଂକ୍ଷେପରେ କହିବେ। ଆଜ୍ଞା ଦେଖନ୍ତୁ, ଏ ମା ବାସନ୍ତୀ ଦୁର୍ଗା ପୂଜା ପାଖାପାଖି 100 ବର୍ଷର ଇତିହାସ। ଏ ମା ବାସନ୍ତୀ ଦୁର୍ଗା ପୂଜା ଯେଉଁ ଆମର ଡାମରପୁର ପଞ୍ଚାୟତରେ ପାଳିତ ହୁଏ, ଏହା ଏକ ନିଆରା ପୂଜା। ଇଏ ହେଉଛି ଭାଇଚାରାର ପୂଜା। ଏଥିରେ ଆମେ ସମସ୍ତେ କୌଣସି ଜାତି ବର୍ଣ୍ଣ ଧର୍ମ ନିର୍ବିଶେଷରେ ସମସ୍ତେ ଆମେ ଏହି ସମୟରେ ଏକତ୍ରିତ ହୋଇଥାଉ ଏବଂ ଧୁମଧାମରେ ପାଳିଥାଉ। ମାଙ୍କର କ'ଣ ମାନସିକ ଥିଲା କି ମାଙ୍କ ଦାନ କରିଦିଅନ୍ତି, କ'ଣ ଏ ବିଷୟରେ କହିବେ। ଆଜ୍ଞା, ମୋର ଗୋଟା ମନସ୍କାମନା ଥିଲା ମାଙ୍କ ପାଖରେ, ଯୋଉଟାକି ପୂରଣ ହୋଇଛି। ତ ସେ ଅବସରରେ ମୁଁ ମା ଦୁର୍ଗାଙ୍କୁ ଦାନ ତ କହିଲେ ଭୁଲ ହବ, କାରଣ ସବୁ ତ ତାଙ୍କରି। ଆମେ ସମର୍ପଣ କରିଛୁ ମା ଦୁର୍ଗାଙ୍କୁ, ଗୋଟିଏ ରୌପ୍ୟ ମୁକୁଟ ସମର୍ପଣ କରିଛୁ। କେବେ ସମାଜସେବୀରେ ମନ ବଢ଼େଇଲେ ଏବଂ ଏ ସମାଜସେବୀ କ'ଣ ମାନେ ଉପକାର ଲୋକଙ୍କର ସବୁ କ'ଣ ଆସୁଛି। ଦେଖନ୍ତୁ ଆଜ୍ଞା, ତ ଏମିତି ମାନେ ମୋ ହେତୁ ପାଇଲା ଦିନଠାରୁ ଟିକେ ମୋର ୱିକନେସ୍ ଅଛି ସମାଜ ପ୍ରତି। ସାଧାରଣ ଯେଉଁମାନେ ଅତି ଦୁଃଖରେ ଦରିଦ୍ର ଅବସ୍ଥାରେ କି ରୋଗକ୍ରାନ୍ତ ଅବସ୍ଥାରେ ଥାଆନ୍ତି, ତାଙ୍କୁ ସେବା ଶୁଶ୍ରୂଷା ସେ ସମୟରେ ମୋ ଦ୍ୱାରା ଯେତିକି ସମ୍ଭବ ହୁଏ ମୁଁ କରୁଥିଲି। କିନ୍ତୁ ବିଗତ 7-8 ବର୍ଷ ପୂର୍ବରୁ ମୋ ବୋଉ ବା ମା କହୁଛନ୍ତି ଯାହାକୁ, ସେ ଗୋଟିଏ ଏମିତି ଆକ୍ସିଡେଣ୍ଟର ଶିକାର ହେଲା। ଶିକାର ହେବା ଫଳରେ ତାର ବ୍ୟାକବୋନ୍ରେ ଇଞ୍ଜୁରି ଆସିଲା। ଆଉ ତାକୁ ଅପରେସନ୍ କଲା ପରେ ସେ ଆଉ ଭୁବନେଶ୍ୱର ନ ରହିକି ଗାଁରେ ରହିଲା, ଯାହାଫଳରେ ମୋର ଗାଁ ସହିତ ଆଟାଚମେଣ୍ଟ ବଢ଼ିଲା। ଆଉ ମୁଁ ଫ୍ରିକ୍ୱେଣ୍ଟଲି ଗାଁକୁ ଯିବା ଆସିବା କଲି। ତ ଗାଁକୁ ଆସିଲା ପରେ ମୁଁ ଦେଖିଲି ବହୁତ ଲୋକ ବହୁତ କଷ୍ଟରେ ଅଛନ୍ତି, ବହୁତ ଦୁଃଖରେ ଅଛନ୍ତି। ସାମାଜିକ ନ୍ୟାୟ ବି ତାଙ୍କୁ ମିଳୁନାହିଁ, ଅନ୍ୟାନ୍ୟ ସୁବିଧା ବି ତାଙ୍କୁ ମିଳୁନାହିଁ, ନିଷ୍ପେଷିତ ହେଇକି ଅଛନ୍ତି। ତ ଯାହାଫଳରେ ମୁଁ ତାଙ୍କର ଆବାଜ ଉଠାଇବା ପାଇଁ ମୁଁ ଅଣ୍ଟା ଭିଡ଼ିଲି। ମୋ ଦ୍ୱାରା ଯେତିକି ସମ୍ଭବ ମୁଁ ତାଙ୍କୁ ସାହାଯ୍ୟ ସହଯୋଗ କରିବାର ହାତ ମଧ୍ୟ ବଢ଼େଇଲି ଏବଂ ରାଜନୈତିକ ସ୍ତରରେ ଯେତିକି ସମ୍ଭବ ମୁଁ ସାହାଯ୍ୟ କରିବା ପାଇଁ ମଧ୍ୟ ପ୍ରାଣବଦ୍ଧ କଲି। এই সমাজ সেবা ক্ষেত্রে আসলা কিন্তু গরিব গুরুবা ବହୁତ ଉପକାର ପାଉଛନ୍ତି, ଏ ବିଷୟରେ କ'ଣ ସମାଜ ବାର୍ତ୍ତା। ଆଜ୍ଞା ଦେଖନ୍ତୁ, ମୁଁ ମାଧ୍ୟମ ମାତ୍ର। ସବୁ ସେ ମହାପୁରୁଷ ଜଗନ୍ନାଥ ଜଗଜନନୀ ମା ଦୁର୍ଗାଙ୍କର ସବୁ କୃପା। ମୁଁ ମାଧ୍ୟମ ମାତ୍ର। ହଁ, ଏତିକି ଅଛି କି ମୋ ଆଗରେ ଯଦି ଗୋଟିଏ ଲୋକଟି ଅସୁବିଧାରେ ଥାଏ, ଦୁଃଖରେ ଥାଏ, କଷ୍ଟରେ ଥାଏ, ମୁଁ ସେଇଟା ସହିପାରେ ନା। ମୋ ଦ୍ୱାରା ଯେତିକି ସମ୍ଭବ ମୁଁ ସାହାଯ୍ୟ ସହଯୋଗ କରେ। ଗରିବ ଗୁରୁବା ଲୋକମାନେ ବାରମ୍ବାର ଅଫିସ ଦୌଡ଼ି ଦୌଡ଼ି ହାରିଆ ମାନେ ସୁଫଳ ପାଇପାରନ୍ତି ନାହିଁ। ଆପଣଙ୍କ ସହଯୋଗରେ ବହୁତ କିଛି ଉପକୃତ ହୁଅନ୍ତି, ଏ ବିଷୟରେ କ'ଣ ସମାଜିକ ବାର୍ତ୍ତା। ଶୁଣନ୍ତୁ ଆଜ୍ଞା, ସରକାର ଗୋଟିଏ ନୀତି ତିଆରି କରିଛନ୍ତି ସାଧାରଣତଃ ଦରିଦ୍ର ଏବଂ ନିଷ୍ପେଷିତ ଲୋକଙ୍କ ପାଇଁ। ଯାହା ବି ସୁବିଧା ଆଜିକା ଡେଟ୍ରେ ଆପଣ ଦେଖୁଛନ୍ତି, ସେଇ ଗରିବ ଆଉ ନିଷ୍ପେଷିତ ଲୋକଙ୍କ ପାଇଁ ସରକାର ସୁବିଧା ସୁଯୋଗ ତିଆରି କରିଛନ୍ତି। କିନ୍ତୁ ବଡ଼ ଦୁଃଖ ଆଉ ପରିତାପର ବିଷୟ, ଆଜିକା ଡେଟ୍ରେ ଯେଉଁ ଲୋକ ପାଖରେ ଯେଉଁ ସ୍କିମ୍ ବା ଯେଉଁ ଜିନିଷଟା ପହଞ୍ଚିବା କଥା ସେଇଟା ପହଞ୍ଚି ପାରୁନି। ତାର ବହୁତ ବଡ଼ କାରଣ ହେଉଛି ଆମର ରାଜନୈତିକ ଫେଲିୟର, ଯେଉଁ ସିଷ୍ଟମ୍ ଫେଲିୟର। ସିଷ୍ଟମ୍ଟା ଏମିତି ଗୋଟେ ବନିଯାଇଛି ଆଉ ଏତେ କରପ୍ସନ୍ରେ ବୁଡ଼ିକି ରହିଛି, ଆମେ ଚାହିଁକି ବି ତାକୁ ଏତେ ଶୀଘ୍ର ସେ କରପ୍ସନ୍କୁ ହଟେଇ ପାରିବା ନା। ମୁଁ ବି ଯେତେବେଳେ ପ୍ରଥମ ରାଜନୀତିକି ଆସିଥିଲି ମୋ ସ୍ତ୍ରୀଙ୍କ ମାଧ୍ୟମରେ, ତ ସେତେବେଳେ ମୁଁ ବି ଚାହିଁଥିଲି କି ଚାଲ ଠିକ୍ ଅଛି, ଯାହା ବି କରି ମୁଁ ଅନେଷ୍ଟଲି କାମ କରିବି, ଗୋଟିଏ ଟଙ୍କାର କରପ୍ସନ୍ କରିବାକୁ ଦେବି ନା।
ଆଜିକା ଡେଟ୍ରେ ମୁଁ ମଧ୍ୟ ତା ଦେହରେ ପ୍ରତିବଦ୍ଧ ହେଇକି ରହିଛି। କିନ୍ତୁ ମୁଁ ତ ଏକୁଟିଆ ଗଭର୍ଣ୍ଣମେଣ୍ଟ ନୁହଁ କି ମୁଁ ଏକୁଟିଆ ସିଷ୍ଟମ ନୁହଁ ନା, ଗୁଡ଼ାଏ ସୋପାନକୁ ନେଇକି ଗୋଟେ ସିଷ୍ଟମ ତିଆରି। ତ ମୁଁ ଦେଖୁଛି ଆମର ଯେମିତି ଓଡ଼ିଆରେ ଗୋଟେ କଥା ଅଛି, କମ୍ବଳ ସାରା କେତେ ବାଛିବେ। ତ ସେଇ ଟାଇପ୍ର ମୁଁ ବାଛି ବାଛି ହାଲିଆ ହେଇପଡ଼ିଲିଣି। ତାପରେ ବି ମୁଁ ଥକି ନାହିଁ। ମୁଁ ମୋ ଜିଦ୍ରେ କାୟମ ଅଛି, ଅଟଳ ଅଛି। ଆଉ ମୁଁ ଭାବୁଛି ଏଇ ଟାଇପ୍ର ମନୋବୃତ୍ତି ନେଇକି ଯୋଉ ଆମର ଯୁବପିଢ଼ି ମାନେ ଯଦି ରାଜନୀତିକି ଆସିବେ, ତାହେଲେ ନିଶ୍ଚୟ ଦିନେ ନା ଦିନେ ଏଇ ଖରାରୁ କରପସନ ବୋଲି ଗୋଟିଏ ୱାର୍ଡ ଯୋଉଟା ଅଛି ସେ ନିଶ୍ଚୟ ହଟିବ, ଏତିକି ମୋର ବିଶ୍ୱାସ ଅଛି। ଆପଣମାନେ ବୃକ୍ଷରୋପଣ କରୁଛନ୍ତି, ଏ ବିଷୟରେ କ'ଣ ସମାଜକୁ ଟିକେ ସଂକ୍ଷେପରେ କହିବ? ଆଜ୍ଞା ଦେଖନ୍ତୁ, ବୃକ୍ଷ ଆଜିକା ଡେଟ୍ରେ କେତେ ମଣିଷ ପ୍ରତି, ମଣିଷ କାହିଁକି ସାରା ବିଶ୍ୱ ପ୍ରତି କେତେ ମୂଲ୍ୟବାନ, ସେ ଯୋଉମାନେ ସଚେତନ ଅଛନ୍ତି ସେମାନେ ବୁଝିଛନ୍ତି। ତ ତେଣୁକରି ମୁଁ ସମସ୍ତଙ୍କୁ ଆପଣଙ୍କ ଚ୍ୟାନେଲ ମାଧ୍ୟମରେ ଆହ୍ୱାନ କରୁଛି କି କିଛି ନହେଲେ ତାଙ୍କ ଜୀବନ ସୀମା ଭିତରେ କମ୍ ସେ କମ୍ 2ଟି ବୃକ୍ଷ ରୋପଣ କରନ୍ତୁ। କାରଣ ଆମେ ଏତେ ପ୍ରକୃତିକୁ ନଷ୍ଟ କରି ସାରିଲେଣି, ଆଉ ପ୍ରକୃତି ମା ବି ପୁରା ହାତ ଟେକି ଦେଲାଣି, ସେ ବି ଏବେ ଅସହାୟ ଅବସ୍ଥା ଫିଲ୍ କରୁଛି। ତ ତେଣୁକରି ଆମକୁ ଯଦି ନିଜକୁ ବଞ୍ଚିବାର ଅଛି ତାହେଲେ ପ୍ରକୃତିକୁ ବଞ୍ଚାଇବାକୁ ପଡ଼ିବ। ତ ତେଣୁକରି ପ୍ରକୃତିକୁ ବଞ୍ଚାଇବାକୁ ହେଲେ ଗୋଟିଏ ମାତ୍ର ମାଧ୍ୟମ ହେଉଛି ସେ କେବଳ ବୃକ୍ଷରୋପଣ। ଆଜିକା ଡେଟ୍ରେ ଯେଉଁମାନେ ଗରିବ ଗୁରୁବା ମେଡ଼ିକାଲରେ ସୁବିଧା ପାଇପାରୁନାହାନ୍ତି, ହଠାତ୍ ଆପଣଙ୍କ କତିକି ଫୋନ୍ କରୁଛନ୍ତି, ସେ ବି ବହୁତ ଉପକୃତ ହେଉଛନ୍ତି, ଉପକାର ପାଉଛନ୍ତି। ଏ ବିଷୟରେ କ'ଣ କିଛି ବାର୍ତ୍ତା? ଶୁଣନ୍ତୁ ଆଜ୍ଞା, ମୁଁ ଗୋଟେ କଥା କହିବି, ଏବେ ତ ଠିକ୍ ଅଛି ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ଲୋକଙ୍କୁ ମାଗଣା ସେବା ଯୋଗାଇ ଦେଉଛନ୍ତି। ପୂର୍ବ ସରକାରରେ ମାନ୍ୟବର ପୂର୍ବତନ